ନମସ୍କାର। ଓଡ଼ିଆ ନ୍ୟୁଜ୍ ଏଡିଟୋରିଆଲକୁ ଆପଣମାନଙ୍କୁ ମୁଁ ସ୍ୱାଗତ କରୁଛି ପ୍ରସାଦ। ଆଜି ଆମେ ଆଲୋଚନା କରିବା ଏକ ନ୍ୟୁଜ୍ ଆର୍ଟିକଲ ଅସାଧୁ ବଜାର ଓ ନିରୀହ ଉପଭୋକ୍ତା। ଅସାଧୁ ବଜାର ଓ ନିରୀହ ଉପଭୋକ୍ତା। ଅସାଧୁ ବିକ୍ରୟ ହେଉଛି ଗ୍ରାହକ ବା ଉପଭୋକ୍ତାକୁ ଅନ୍ଧାରରେ ରଖି ଜଣେ ଉତ୍ପାଦକ ବା ସେବା ପ୍ରଦାନକାରୀ ଚତୁରତାର ସହ ବା ଠିକ୍ ନିଜ ଉତ୍ପାଦ ବା ସେବାକୁ ବିକ୍ରୟ କରିବା ଏବଂ ଗ୍ରାହକଟି ଉକ୍ତ ଦ୍ରବ୍ୟ ଓ ସେବାର ସତ୍ୟାସତ୍ୟ ଅନୁସନ୍ଧାନ ନ କରି ଗ୍ରହଣ କରିନେବା ବା କିଣିନେବା ହେଉଛି ଅପବ୍ୟୟ। ଆଉ ଥରେ ପଢ଼ିବା କ'ଣ ନା ଅସାଧୁ ବିକ୍ରୟ ହେଉଛି ଗ୍ରାହକ ବା ଉପଭୋକ୍ତାକୁ ଅନ୍ଧାରରେ ରଖି ଜଣେ ଉତ୍ପାଦକ ବା ସେବା ପ୍ରଦାନକାରୀ ଚତୁରତାର ସହ ବା ଠକି ନିଜ ଉତ୍ପାଦ ବା ସେବାକୁ ବିକ୍ରୟ କରିବା ଏବଂ ଗ୍ରାହକଟି ଉକ୍ତ ଦ୍ରବ୍ୟ ଓ ସେବାର ସତ୍ୟାସତ୍ୟ ଅନୁସନ୍ଧାନ ନ କରି ଗ୍ରହଣ କରିନେବା ବା କିଣିନେବା ହେଉଛି ଅପବ୍ୟୟ। ବିଶେଷ କରି ଆର୍ଥିକ ସେବା କ୍ଷେତ୍ରରେ ଜୀବନ ବୀମା ପଲିସିରେ ଏଭଳି ଅସାଧୁ ବିକ୍ରୟ ଅଧିକ ଦେଉଥିବା ଦେଖାଯାଏ। ଭାରତୀୟ ବୀମା ନିୟାମକ ଓ ବିକାଶ ପ୍ରାଧିକରଣର କଟକଣା ସତ୍ତ୍ୱେ ବୀମା କ୍ଷେତ୍ରରେ ଏଭଳି ଅସାଧୁ ବିକ୍ରୟ ସଂଖ୍ୟା ବଢ଼ିବାରେ ଲାଗିଛି। ପ୍ରାଧିକରଣର ବାର୍ଷିକ ବିବରଣୀରୁ ପ୍ରାପ୍ତ ତଥ୍ୟ ଓ ସୂଚନା ଅନୁଯାୟୀ ବୀମା କମ୍ପାନୀମାନଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗ ସଂଖ୍ୟା ଯଥାକ୍ରମେ 2978 ଓ 26,107। ଏଥିରୁ ସ୍ପଷ୍ଟ ଯେ ଘରୋଇ ବୀମା କମ୍ପାନୀଗୁଡ଼ିକର ଅଧିକ ସଂଖ୍ୟାରେ ଜୀବନ ବୀମା ପଲିସିର ଅସାଧୁ ବିକ୍ରୟ ହେଉଛି। ଗ୍ରାହକମାନଙ୍କ ସୁବିଧା ପାଇଁ ଜୀବନ ବୀମା ପଲିସି ବ୍ୟାଙ୍କ ଶାଖା ମାଧ୍ୟମରେ ବିକ୍ରୟ କରାଯାଉଛି। ନୂଆ ଋଣ ହେଉ, ଲକର ଦେବା ଆଳରେ ହେଉ ବା ଅଧିକ ରିଟର୍ଣ୍ଣ ମିଳିବା ଆଶାର ମିଥ୍ୟା ପ୍ରତିଶ୍ରୁତି ଦେଇ ବୀମା ବିକ୍ରୟ କରାଯାଏ। ଗ୍ରାହକ ନିଜର ସଞ୍ଚିତ ଅର୍ଥକୁ ବ୍ୟାଙ୍କରେ ରଖୁଥିବାରୁ ସ୍ୱାଭାବିକ ଭାବେ ବ୍ୟାଙ୍କ କର୍ମଚାରୀଙ୍କ ସହ ସମ୍ପର୍କକୁ ତିକ୍ତ କରିବାକୁ ଚାହେଁ। ଆଉ ଥରେ ପଢ଼ିବା। ଗ୍ରାହକ ନିଜର ସଞ୍ଚିତ ଅର୍ଥକୁ ବ୍ୟାଙ୍କରେ ରଖିଥିବାରୁ ସ୍ୱାଭାବିକ ଭାବେ ବ୍ୟାଙ୍କ କର୍ମଚାରୀଙ୍କ ସହ ସମ୍ପର୍କକୁ ତିକ୍ତ କରିବାକୁ ଚାହେଁ। ଏଇଟା ବାସ୍ତବ କଥା। ଏଣୁ ଅନେକ ସମୟରେ ବାଧ୍ୟ ହୋଇ ସେମାନଙ୍କର କହିବା ଅନୁଯାୟୀ ନିଜର ଜମା ଟଙ୍କା ନିବେଶ କରିଥାଏ। ପରେ ଜାଣିବାକୁ ପାଏ ଯେ ଜୀବନ ବୀମାର ଜରିଆରେ ତା'ର ସଞ୍ଚିତ ଜମା ଅର୍ଥକୁ ଉପଯୁକ୍ତ କ୍ଷେତ୍ରରେ ବିନିଯୋଗ କରାଯାଇ ନାହିଁ। ଜୀବନ ବୀମା ବିକ୍ରୟ କରିବା ଭୁଲ ନୁହେଁ, କିନ୍ତୁ ବିକ୍ରି ସମୟରେ ବୀମାର ଆବଶ୍ୟକତା, ବୀମାରେ ମିଳୁଥିବା ବିଭିନ୍ନ ସୁବିଧା, ବୀମାର ଭବିଷ୍ୟତ କିସ୍ତି ଦେବା ପାଇଁ ଗ୍ରାହକର ଆର୍ଥିକ ସାମର୍ଥ୍ୟ ଏବଂ ବୀମା ସମ୍ବନ୍ଧିତ ସମସ୍ତ ତଥ୍ୟ ଓ ସର୍ତ୍ତ ପ୍ରାଞ୍ଜଳ ଭାବେ ଗ୍ରାହକକୁ ବୁଝାଇବା ଦରକାର। ବ୍ୟାଙ୍କରେ ବୀମା ଅସାଧୁ ବିକ୍ରୟର ମୁଖ୍ୟ କାରଣଗୁଡ଼ିକ ହେଲା ଅତ୍ୟଧିକ ବ୍ୟବସାୟିକ ଚାପ। ପ୍ରଥମ କଥା ଏଇଟା। କର୍ମଚାରୀଙ୍କୁ ପଦୋନ୍ନତିର ଆଶା, ବିଦେଶ ଭ୍ରମଣର ଲାଳସା ପରି ପ୍ରଲୋଭନ, କର୍ମଚାରୀଙ୍କ ଉପରେ ଅତ୍ୟଧିକ ଚାପ, ସେମାନଙ୍କୁ ଚାକିରିରୁ ବାହାର କରିଦେବାର ଧମକ ଆଦି ଜରିଆରେ ଆଗଧାଡ଼ିର କର୍ମଚାରୀଙ୍କ ଦ୍ୱାରା ଜୀବନ ବୀମା ବିକ୍ରୟ କରାଯାଉଥିବାରୁ ଏହାର ଅସାଧୁ ବିକ୍ରୟ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ବୀମାର ଅସାଧୁ ବିକ୍ରୟ ଦ୍ୱାରା ଗ୍ରାହକକୁ କ୍ଷତି ସହିବାକୁ ପଡ଼େ ଏବଂ ଆର୍ଥିକ ବିକାଶରେ ବିଘ୍ନ ଘଟିଥାଏ। ସେହିପରି ବିଭ୍ରାନ୍ତିକର ବିଜ୍ଞାପନ ମାଧ୍ୟମରେ କୌଣସି ଏକ ଦ୍ରବ୍ୟ ବା ସେବାକୁ ଉଚ୍ଚ ମାନର ବୋଲି ଉପସ୍ଥାପନା କରାଯାଏ। ଫଳରେ ଗ୍ରାହକ ଏଥିପ୍ରତି ଆକୃଷ୍ଟ ହୋଇ ଅସାଧୁ ବିକ୍ରୟର ଶିକାର ହୋଇଥାଏ। ଅସାଧୁ ବିକ୍ରୟକୁ ନେଇ ସୁନ୍ଦର କାହାଣୀଟି ଅଛି। ବିଞ୍ଚଣା ବିକିବା ପାଇଁ ଜଣେ ଲୋକ ସହରର ଗଳି କନ୍ଦିରେ ଡାକି ଡାକି ଚାଲିଥାଏ। ଅଦ୍ଭୁତ ବିଞ୍ଚଣା ଗୋଟିକୁ 100 ଟଙ୍କା, ଗୋଟିକୁ 100 ଟଙ୍କା। ବିକାଳିର ଡାକ ରାଜାଙ୍କ କାନରେ ପଡ଼ିଲା। ସେ ବିକାଳିକୁ ଡାକି ପଚାରିଲେ, କ'ଣ ପାଇଁ ବିଞ୍ଚଣାର ମୂଲ୍ୟ 100 ଟଙ୍କା? ବିକାଳି ହାତ ଯୋଡ଼ି କହିଲା, ହଜୁର, ଏହି ବିଞ୍ଚଣାର ବିଶେଷତ୍ୱ ହେଲା ଏହା 100 ବର୍ଷ ପର୍ଯ୍ୟନ୍ତ କାମ କରିବ। ରାଜା କହିଲେ, ଠିକ୍ ଅଛି, ତମ କଥାକୁ ବିଶ୍ୱାସ କରି ବିଞ୍ଚଣାଟିଏ ନେଉଛି। ଯଦି ଏହା 100 ବର୍ଷ ଭିତରେ ଭାଙ୍ଗିଯାଏ ତେବେ ତୁମର ମୁଣ୍ଡ କାଟ ହେବ। ବିକାଳି 100 ଟଙ୍କାରେ ରାଜାକୁ ବିଞ୍ଚଣାଟି ବିକି ସେଠାରୁ ଚାଲିଗଲା। ସପ୍ତାହକ ଭିତରେ ବିଞ୍ଚଣାଟି ଭାଙ୍ଗିଗଲା। ରାଜାଙ୍କ ଆଦେଶ ଅନୁଯାୟୀ ବିଞ୍ଚଣା ବିକାଳିଙ୍କୁ ରାଜାଙ୍କ ଆଗରେ ହାଜର କରାଗଲା। ରାଜା ବିଞ୍ଚଣା ବିକାଳିକୁ କହିଲେ, ତମେ ମିଥ୍ୟା ପ୍ରତିଶ୍ରୁତି ଦେଇ ବିଞ୍ଚଣା ବିକିଛ। 100 ବର୍ଷ ବଦଳରେ ମାତ୍ର ଦିନ କେଇଟାରେ ବିଞ୍ଚଣା ଭାଙ୍ଗିଗଲା। ଏଥିପାଇଁ ତୁମକୁ ମୃତ୍ୟୁଦଣ୍ଡ ଦିଆଯିବ। ବିକାଳି ନତମସ୍ତକ ହୋଇ କହିଲା, ହଜୁର, ଏହା କେବେ ସମ୍ଭବ ନୁହେଁ, କାରଣ ବିଞ୍ଚଣାଟି 100 ବର୍ଷରୁ ଅଧିକ ଦିନ ଚାଲିବ। କିନ୍ତୁ ଦୟାକରି କୁହନ୍ତୁ, ବିଞ୍ଚଣାର ବ୍ୟବହାର କିପରି କରିଥିଲେ? ବିଞ୍ଚଣାକୁ ହାତରେ ଧରି ଯେପରି ଘୁରାଯାଏ ଠିକ୍ ସେହିପରି କରି ରାଜା ବିକାଳିକୁ ଦେଖାଇଲେ। ଏହା ଦେଖି ବିକାଳି କହିଲା, ହଜୁର, କ୍ଷମା କରିବେ, ଆପଣ ବିଞ୍ଚଣାଟିକୁ
ଠିକ୍ ଭାବରେ ବ୍ୟବହାର କରିନାହାନ୍ତି, ସେଥିପାଇଁ ଏହା ଦିନ କେଇଟାରେ ଭାଙ୍ଗିଗଲା। ବିଛଣାଟି ସ୍ଥିର ଭାବରେ ମୁଣ୍ଡ ଆଗରେ ଧରି ତାପରେ ନିଜ ମୁଣ୍ଡକୁ ଏପଟ ସେପଟ କରିବାକୁ ପଡ଼ିବ। ମାନେ ବିଛଣାଟି ସ୍ଥିର ରହିବ ଆଉ ଆପଣଙ୍କ ମୁଣ୍ଡ ହଲିବ। ଏହାଦ୍ୱାରା ନିଜ ଦେହରେ ପବନ ବାଜିବା ସହ ବିଛଣାଟି 100 ବର୍ଷ ପର୍ଯ୍ୟନ୍ତ ଅକ୍ଷୁଣ୍ଣ ରହିବ। ବିକାଳୀର ଏପରି ଯୁକ୍ତି ଆଦୌ ଗ୍ରହଣୀୟ ନୁହଁ। ଏହା ଅସାଧୁ ବିକ୍ରୟର ଏକ ଜ୍ୱଳନ୍ତ ଉଦାହରଣ। ଅପରପକ୍ଷରେ ଅପବ୍ୟୟକୁ ଆହୁରି ପ୍ରାଞ୍ଜଳ ଭାବେ ବୁଝିବାକୁ ହେଲେ ଏକ ଦ୍ରବ୍ୟ ବା ସେବାର ଗୁଣାତ୍ମକ ମାନ ଓ ବ୍ୟବହାରିକ ଦିଗ ପ୍ରତି ଧ୍ୟାନ ନ ଦେଇ ସେଗୁଡ଼ିକ କିଣିବା, ଅଦରକାରୀ ଜିନିଷ କିଣିବା, ଆବଶ୍ୟକଠାରୁ ଅଧିକ କିଣିବା, ବିଭିନ୍ନ ପ୍ରକାର ଅଫରର ପ୍ରକୃତ ଲାଭ କ୍ଷତିକୁ ଧ୍ୟାନ ନ ଦେଇ ସେଗୁଡ଼ିକ କିଣିନେବା, ନିଜକୁ ଅନ୍ୟମାନଙ୍କ ଆଗରେ ବଡ଼ ବୋଲି ଦେଖାଇବା ପାଇଁ କିଣିବା ଇତ୍ୟାଦି କଥା ଲେଖିଛନ୍ତି ସେ। ଏବେ ଏହି ଅପବ୍ୟୟକୁ ଖୋରାକ ଯୋଗାଉଛି କ୍ରେଡ଼ିଟ୍ କାର୍ଡ଼ ଓ ମାସିକିଆ କିସ୍ତିର ସୁବିଧା। ଅସାଧୁ ବିକ୍ରୟ, ଅପବ୍ୟୟ ଓ ପ୍ରେରଣା କ୍ରୟ ଇମ୍ପଲ୍ସ ବାଇଂ ଆର୍ଥିକ ବିକାଶରେ ପ୍ରତିବନ୍ଧକ ଆଣିଥାଏ। ପୂର୍ବ ପ୍ରସ୍ତୁତି ନଥାଏ ହଠାତ୍ କୌଣସି ଜିନିଷ ପ୍ରତି ଆକର୍ଷିତ ହେବା ଓ ଏହାର ବ୍ୟବହାରିକ ଦିଗକୁ ଦୃଷ୍ଟି ନ ଦେଇ ଏହାକୁ କିଣିବା ହେଉଛି ପ୍ରେରଣା କ୍ରୟ। ଅସାଧୁ ବିକ୍ରୟ ସହିତ ଜଡ଼ିତ ପ୍ରୋତ୍ସାହିତ କରୁଥିବା ବ୍ୟାଙ୍କର ଉପରିସ୍ଥ ଅଧିକାରୀମାନଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେଲେ ଅସାଧୁ ବିକ୍ରୟ ସଂଖ୍ୟା ହ୍ରାସ ପାଇପାରିବ। ଅପରପକ୍ଷରେ ଅପବ୍ୟୟ ଓ ପ୍ରେରଣା କ୍ରୟରୁ ନିଜକୁ ଦୂରେଇ ରଖିବା ପାଇଁ ନିଜ ମନ ଓ ଧନ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। ଆର୍ଥିକ ବିଶାରଦମାନଙ୍କ ମତରେ ସପିଂ ମଲ୍କୁ ଯିବା କମ୍ କରିବା, କ୍ରେଡ଼ିଟ୍ କାର୍ଡ଼ର ଯଥାସମ୍ଭବ କମ୍ ବ୍ୟବହାର, ମାସିକ ବଜେଟ୍ ପ୍ରସ୍ତୁତି କରି ସେହି ଅନୁସାରେ ବ୍ୟୟ କରିବା, 50-30-20ର ନିୟମ ମାନି ଆୟର 50% ଅତ୍ୟାବଶ୍ୟକ ଖର୍ଚ୍ଚ ପାଇଁ, 30% ବିଳାସପୂର୍ଣ୍ଣ ଓ ସାମାଜିକ କାର୍ଯ୍ୟ ପାଇଁ, ବାକି 20% ଜରୁରୀ ଖର୍ଚ୍ଚ ବା ସଞ୍ଚୟ ନିବେଶ ଓ ଜୀବନର ଭିନ୍ନ ଲକ୍ଷ୍ୟ ହାସଲ ଇତ୍ୟାଦିରେ ବ୍ୟୟ କରିବା। ଚଳିଲେ ଅପବ୍ୟୟ ଓ ପ୍ରେରଣା କ୍ରୟରୁ ନିଜକୁ ଦୂରେଇ ରଖିହେବ। କୌଣସି ଜିନିଷ କିଣିବା ପୂର୍ବରୁ ନିଜକୁ କେତୋଟି ପ୍ରଶ୍ନ ପଚାରିବା ଦରକାର, ଯଥା ଜିନିଷଟି ସଙ୍ଗେ ସଙ୍ଗେ କିଣିବା ନିତାନ୍ତ କ'ଣ ଜରୁରୀ? ଜିନିଷର ବ୍ୟବହାର ଦୃଷ୍ଟିରୁ ଏହାର ନିର୍ଦ୍ଧାରିତ କିଣା ମୂଲ୍ୟ କ'ଣ ଯଥାର୍ଥ? କିଣିବାକୁ ଋଣର ଆବଶ୍ୟକ ପଡ଼ିବ କି? କ୍ରୟକୁ ଅଣଦେଖା କରାଯାଇ ପାରିବ ନାହିଁ କି? ଇତ୍ୟାଦି। ଏହି ପ୍ରଶ୍ନଗୁଡ଼ିକର ଉତ୍ତରକୁ ବିଶ୍ଳେଷଣ କରି ତଦନୁଯାୟୀ ସଠିକ୍ ନିଷ୍ପତ୍ତି ନେଲେ ଅପବ୍ୟୟ ଓ ପ୍ରେରଣା କ୍ରୟରୁ ନିଜକୁ ଦୂରେଇ ରଖିହେବ। ପ୍ରତ୍ୟେକ ବ୍ୟକ୍ତି ପ୍ରକୃତରେ ନିଜର ଆର୍ଥିକ ସମୃଦ୍ଧି ଚାହେଁ। ଆୟର ସଦୁପଯୋଗ ବ୍ୟକ୍ତିର ଆର୍ଥିକ ସମୃଦ୍ଧିରେ ସହାୟକ ହୋଇଥାଏ। ଅପରପକ୍ଷରେ ଆୟର ଦୁରୁପଯୋଗ ବ୍ୟକ୍ତିକୁ ଆର୍ଥିକ ସଙ୍କଟ ମଧ୍ୟକୁ ଟାଣିନିଏ। ଗରିବ ହେଉ ଅବା ଧନୀ, ଉଭୟଙ୍କର ଆର୍ଥିକ ସ୍ଥିତି ନିଜ ନିଜ ବ୍ୟୟର ଚରିତ୍ର ଉପରେ ନିର୍ଭର କରିଥାଏ। ରହିଲି, ଧନ୍ୟବାଦ।